ଅନୁଗୁଳର ସର୍ବପୁରାତନ ବାଜି ରାଉତ ଛାତ୍ରାବାସ ଏବେ ବିପଦରେ। ମାଳତୀ ଦେବୀଙ୍କ ପରିବାର ପକ୍ଷରୁ ଆସିଛି ସାଂଘାତିକ ଅଭିଯୋଗ। ପରିଚାଳନା କମିଟିରୁ 16 ଜଣ ଆଜୀବନ ସଦସ୍ୟଙ୍କୁ ବାଦ। 80 ବର୍ଷର ଏହି ମଣିଷ ତିଆରି କାରଖାନା ବିରୋଧରେ କାହିଁକି ଆସିଛି ଏତେ ବଡ଼ ଅଭିଯୋଗ? 1946 ମସିହାରେ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ତତ୍କାଳୀନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ପତ୍ନୀ ମାଳତୀ ଦେବୀ ମିଶି ଅନୁଗୁଳରେ ପ୍ରତିଷ୍ଠା କରିଥିଲେ ମାଳତୀ ଚୌଧୁରୀ ଆଶ୍ରମ। ଉଦ୍ଦେଶ୍ୟ ଥିଲା ସ୍ୱାଧୀନତା ସଂଗ୍ରାମୀଙ୍କ ସନ୍ତାନ ଓ ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ, ଯାହା ପରବର୍ତ୍ତୀ ସମୟରେ ବାଜି ରାଉତ ଛାତ୍ରାବାସ ନାମରେ ପରିଚୟ ପାଇଲା। ଉଭୟଙ୍କ ମାନସ ସନ୍ତାନ କୁହାଯାଉଥିବା ଏହି ଆଶ୍ରମ ତାଙ୍କ ତ୍ୟାଗ, ସମର୍ପଣ, ଦୃଢ଼ ଇଚ୍ଛାଶକ୍ତି ବଳରେ ତିଆରି ହୋଇ ଆଜି ଆଶ୍ରମକୁ ସାରା ବିଶ୍ୱରେ ଏକ ଅନନ୍ୟ ପରିଚୟ ଦେଇଛି। ନୁମା ଓ ବାପିଙ୍କ ଦେହାନ୍ତ ପରେ ଆଶ୍ରମର ସମ୍ପୂର୍ଣ୍ଣ ଦାୟିତ୍ୱ ଝିଅ କ୍ରିଷ୍ଣା ମହାନ୍ତିଙ୍କ ହାତକୁ ଗଲା। କ୍ରିଷ୍ଣା ମହାନ୍ତି ମଧ୍ୟ ବାପା ଓ ମାଙ୍କ ଭଳି ଗାନ୍ଧୀବାଦୀ, ସରଳ ଓ ଖୁବ୍ ଶାନ୍ତ ସ୍ୱଭାବର ଅଟନ୍ତି। ନୁମା ଓ ବାପି ଥିବା ସମୟରେ ଆଶ୍ରମର ଭବିଷ୍ୟତକୁ ଦେଖି ଅନୁଗୁଳର ବିଭିନ୍ନ ସଂଗଠନର ସଦସ୍ୟ, ସେତେବେଳର କିଛି ବୁଦ୍ଧିଜୀବୀ, ରାଜନୈତିକ ବ୍ୟକ୍ତି ବିଶେଷ ଓ କିଛି ସହୃଦୟ ବ୍ୟକ୍ତିଙ୍କୁ ନେଇ ଏକ ପରିଚାଳନା କମିଟି ଗଠନ କରିଥିଲେ। ଏହି ପରିଚାଳନା କମିଟିରେ ଅନେକ ଲୋକ ସେ ସମୟରେ ଆଜୀବନ ସଦସ୍ୟ ହୋଇ ଆଶ୍ରମକୁ ସୁପରିଚାଳନା କରି ଆସୁଥିଲେ। କିନ୍ତୁ କିଛି ବର୍ଷ ହେବ ଆଶ୍ରମକୁ ରାଷ୍ଟ୍ରୀୟ ଯୁବ ସଂଗଠନ ନାମକ ଏକ ସଂସ୍ଥା ମାଧ୍ୟମରେ ଆଶ୍ରମକୁ ପଶି ଆସନ୍ତି ଡକ୍ଟର ବିଶ୍ୱଜିତ ରାୟ ନାମକ ବ୍ୟକ୍ତି। ନିଜର ମନ୍ଦ ଉଦ୍ଦେଶ୍ୟ ରଖି ପ୍ରଥମେ କ୍ରିଷ୍ଣା ମହାନ୍ତିକୁ ନିଜର ମିଠା କଥା କହି ଫସାଇ ଆଶ୍ରମର ସବୁ ଦାୟିତ୍ୱ ତୁଲାଇବାକୁ ନିଜ ଆୟତ୍ତକୁ ନେଇ ଯାଇଥିଲେ। ପରବର୍ତ୍ତୀ ସମୟରେ ଆଶ୍ରମକୁ ବିଭିନ୍ନ ସଂସ୍ଥା ଓ ସରକାରଙ୍କ ତରଫରୁ ଆସୁଥିବା ଟଙ୍କାକୁ ହଡପ କରିବାକୁ ଚେଷ୍ଟା କରନ୍ତି। ଏହାକୁ ଅନେକ ପୁରାତନ ପରିଚାଳନା କମିଟିର ସଦସ୍ୟମାନେ ବିରୋଧ କରିଥିଲେ। ବିରୋଧ କରିବାରୁ ପ୍ରାୟ 16 ଜଣ ଆଜୀବନ ପରିଚାଳନା କମିଟି ସଦସ୍ୟଙ୍କୁ ବିନା କୌଣସି ନୋଟିସରେ ଆଶ୍ରମର ପରିଚାଳନା କମିଟିରୁ ବିଦା ହେବାକୁ ପଡ଼ିଥିଲା। ଏହି ଘଟଣା ପରେ ପୁରାତନ ସଦସ୍ୟମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏବେ ଅନ୍ୟ ଏକ ଘଟଣାରୁ ଆଶ୍ରମରେ କିଛି ଠିକ୍ ଚାଲି ନଥିବା ଜଣାପଡ଼ିଛି। କ୍ରିଷ୍ଣା ମହାନ୍ତିଙ୍କ ବୋହୂ ତଥା ନବକୃଷ୍ଣ ଚୌଧୁରୀଙ୍କ ନାତୁଣୀ ବୋହୂ ଏହି ବିଶ୍ୱଜିତ ରାୟଙ୍କ ବିରୋଧରେ ନିର୍ଯାତନା ଓ ସମ୍ପତ୍ତି ହଡପ ଅଭିଯୋଗ କରିବା ସହିତ ବିଶ୍ୱଜିତ ଯେଉଁ ଦିନଠାରୁ ଆଶ୍ରମର ଦାୟିତ୍ୱ ନେଲେଣି ଆଶ୍ରମରେ ପିଲାଙ୍କ ସଂଖ୍ୟା 220ରୁ ଖସି 150ରେ ପହଞ୍ଚିଛି। ଆଶ୍ରମର ଅନ୍ତେବାସୀମାନେ ବାହାରକୁ ଯାଇ ବିଭିନ୍ନ ଆପତ୍ତିଜନକ କାର୍ଯ୍ୟରେ ଲିପ୍ତ ରହିବା ସହିତ ଛୋଟ ପିଲାଙ୍କୁ ନଡ଼ିଆ ଗଛ ଚଢ଼ାଇବା, ଚୋରି କରିବା ଆଦି କାର୍ଯ୍ୟରେ ଲଗାଯାଇଥିବା ଦେଖିବାକୁ ମିଳିଛି। ସେହିଭଳି ବର୍ତ୍ତମାନର ମୋହନ ସରକାର ଆଶ୍ରମର ଭିତ୍ତିଭୂମି ପାଇଁ 1,25,00,000 ଟଙ୍କା ଓ ଆଶ୍ରମର ପରିଚାଳନା ପାଇଁ 25 କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ଏହି ବିଶ୍ୱଜିତ ବାବୁ ଥିବା ପର୍ଯ୍ୟନ୍ତ ସେଭଳି କିଛି ଉନ୍ନତି ହୋଇପାରିବ ନାହିଁ ବୋଲି କୁହାଯାଇଛି। ତେବେ ଏନେଇ ଆମେ କିଛି ପୁରୁଣା ସଦସ୍ୟଙ୍କ ସହିତ ଆଲୋଚନା କରିବାରୁ ସେମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଏବଂ ବିଶିଷ୍ଟ ସମାଜସେବୀ ମାଳତୀ ଚୌଧୁରୀଙ୍କ ମୁଁ ନାତୁଣୀ ବୋହୂ। କିଛି ଦିନ ହେଲା ମୁଁ ଅନୁଭବ କରୁଛି ବାଜିରାଉତ ଛାତ୍ରାବାସ ଭିତରେ ବିଶ୍ୱଜିତ ରାୟ ନାମକ ଜଣେ ବ୍ୟକ୍ତି ଅନୁଷ୍ଠାନ ପରିସର ମଧ୍ୟରେ ପ୍ରବେଶ କରି ସେଠି ଗୁଣ୍ଡାଗର୍ଦି କରୁଛି ଏବଂ ମୋତେ ଜୀବନରେ ମାରିଦେବାକୁ ଧମକ ଦେଉଛି। ତାର ଉଦ୍ଦେଶ୍ୟ କେବଳ ଗୋଟେ ଉଦ୍ଦେଶ୍ୟ ହେଲା ସେ ଅନୁଷ୍ଠାନକୁ କେବଳ ହାଇଜାକ୍ କରିବ ଏବଂ ତାର ତା ସହିତ ଯେଉଁ ଗୋଷ୍ଠୀ କାମ କରୁଛନ୍ତି ସେମାନଙ୍କର ଉଦ୍ଦେଶ୍ୟ ମଧ୍ୟ ସେଇଆ ଗୋଟେ। ମୋ ଆଈ ଶାଶୁ ଅଜା ଶ୍ୱଶୁର ଯେଉଁ ମୂଳ ଲକ୍ଷ୍ୟ ଉଦ୍ଦେଶ୍ୟରେ ଏଇଠିକାର ପୁରୁଣା ମେମ୍ବରମାନଙ୍କୁ ନେଇକି ଏଠି ଅନୁଷ୍ଠାନ ଗଢ଼ିଥିଲେ ତାଙ୍କର ଉଦ୍ଦେଶ୍ୟ ଲକ୍ଷ୍ୟ ଆଜି ରଙ୍ଗଶାଳାରେ ପାଲଟି ଯାଇଛି। ଏହି ଅନୁଷ୍ଠାନ ଯେଉଁ ଲାଇଫ୍ ମେମ୍ବର ସମସ୍ତେ ଥିଲେ ସେ ଲାଇଫ୍ ମେମ୍ବରକୁ ବିନା ଦୋଷରେ ନିଜର ସ୍ୱାର୍ଥ କେମିତି ରହିବ, ତେଣୁ ସେମାନେ ଥିଲେ ସେ ତାର ଟଙ୍କା ଖାଇପାରିବ ନାହିଁ ଏବଂ ଗୁଣ୍ଡାଗର୍ଦି କରିପାରିବ ନାହିଁ, ଅନୁଷ୍ଠାନକୁ ରଙ୍ଗଶାଳା କରିପାରିବ ନାହିଁ, ସମସ୍ତଙ୍କୁ ସେ ବାହାର କରିଦେଲା। ବାହାର କରିକି ସେ ଭାବିଲା ଏଠି କହିବା ଲୋକ କେହି ନାହାନ୍ତି ଆଉ
तेणु मु गणमाध्यम रे कहवाकू चाहूँगी आपण मानकू अनुष्ठान वर्तमान विपद रे अछि आपण माने समस्ते साहाय्य करंतु बाजीराव छात्रावास को बंचातु से गुंडारू अभियोगटी या है मु घर सामने मो पुओ को धरिकी खुएबा को बुलेला बेले खोली मते कहला ए तते चाबुक रे पिटिबी एठू सीधा पला मो घरे जो स्त्री लोकटा काम करने को आसे रीना बोली सी शुणी एठू छाड़ी पला अनुष्ठान मोर एवं बाख्राबाद होची मोर प्रकाश थाउ कि बाख्राबाद होची कटकर जो घर सेटा मो पूर्वपुरुष घर नवकृष्ण चौधरी पिता सेटा तैयारी करथिले से कहूँ बाख्राबाद संपत्ति मोर अनुष्ठान संपत्ति मोर एवं समस्त नाँ मो नाँ बाहर विभिन्न प्रकार कपोल कल्पित कथा कहूँ।